ଦେବଗଡ଼ ଟାଉନ୍ ହଲ୍ରେ ବିଶ୍ୱ ନାଟ୍ୟ ଦିବସ ପାଳିତ। ବାମୁଣ୍ଡା ନାଟ୍ୟ ସମ୍ମାନ 2024 ପ୍ରଦାନ। ବାମୁଣ୍ଡା କଳାକାର ସଂଘ ଦେବଗଡ଼ ପକ୍ଷରୁ ଟାଉନ୍ ହଲ୍ଠାରେ ବିଶ୍ୱ ନାଟ୍ୟ ଦିବସ ପାଳିତ ହୋଇଯାଇଛି। ସଂଘର ସଭାପତି ବିପିନ ବିହାରୀ ନନ୍ଦଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଦୀପ କୁମାର ଅମାତ ପୌରୋହିତ୍ୟ କରିଥିଲେ। ମୁଖ୍ୟ ଅତିଥି ଭାବରେ ଦେବଗଡ଼ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଧୀରଜ କୁମାର ଚୋପଦାର ଓ ଜିଲ୍ଲା ଲୋକସମ୍ପର୍କ ସୂଚନା ଅଧିକାରୀ ମନୋରଞ୍ଜନ ସୁତାର ଯୋଗ ଦେଇଥିଲେ। ଅନ୍ୟତମ ଅତିଥିମାନଙ୍କ ମଧ୍ୟରେ ବରିଷ୍ଠ କଳାକାର ଓ ପରାମର୍ଶଦାତା ହିମନ୍ତ କୁମାର ମହାପାତ୍ର, ମନୋଜ କୁମାର ପାଢ଼ୀ, ଦିଲ୍ଲୀପ କୁମାର ଗୁରୁ ଏବଂ ସମ୍ପାଦକ ରୋମିଓ ମହାପାତ୍ର ଉପସ୍ଥିତ ଥିଲେ। ଏହି ଅବସରରେ ଚଳିତ ବର୍ଷ ବାମଣ୍ଡା ନାଟ୍ୟ ସମ୍ମାନ 2024 ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ତଥା କଳାକାର ଅତୁଲ୍ୟ କୁମାର ପୂଜାରୀ ଏବଂ ବରିଷ୍ଠ ଅଭିନେତା ପ୍ରଶାନ୍ତ କୁମାର ଦ୍ୱିବେଦୀଙ୍କୁ ପ୍ରଦାନ କରାଯାଇଥିଲା। ଗ୍ରୁପ ଡ୍ୟାନ୍ସ ଏକାଡେମୀର ନିଶାଳୀ ପାଢ଼ୀଙ୍କ ନୃତ୍ୟ ପରିବେଷଣ ଦର୍ଶକଙ୍କୁ ଆକର୍ଷିତ କରିଥିଲା। ଶାନ୍ତ କୁମାର ନନ୍ଦ, ସନ୍ତୋଷ କୁମାର ସାହୁ, ତେମିଓ ରଞ୍ଜନ, ପୂର୍ଣ୍ଣଚନ୍ଦ୍ର ବୁଡ଼ା, ସ୍ୱାଗତ ନନ୍ଦ, ଚିନ୍ମୟ ଦାସ, ଗୋପାଞ୍ଜଳି ପାଢ଼ୀ, ଲିଙ୍କନ ସାହୁ, ବୁଲଟି ମହାପାତ୍ର ପ୍ରଭୃତିଙ୍କ କାର୍ଯ୍ୟକ୍ରମକୁ ସଫଳ କରିବାରେ ସମ୍ପୂର୍ଣ୍ଣ ସହଯୋଗ ରହିଥିଲା। ଦେବଗଡ଼ରୁ ଇନ୍ଦ୍ରଜିତ ନାୟକଙ୍କ ରିପୋର୍ଟ, ବିଶ୍ୱ ବିଜୟୀ ନ୍ୟୁଜ ଓଡ଼ିଶା।